ସମ୍ବଲପୁରକୁ ମୁଁ ସେ ପ୍ରୋଗ୍ରାମଟା ପୁରା କଭର କରିଥିଲି। ଜୟ ମା ଡମଣୀ, ଜୟ ମା ଡମଣୀ, ଜୟ ମା ଡମଣୀ, ଜୟ ମା ଡମଣୀ। ଡମଣୀ ମାଙ୍କର ପୀଠସ୍ଥଳୀ ଆମେ ଆପଣମାନେ ଦେଖୁଛନ୍ତି ଆଗରେ ଦେଖନ୍ତୁ। ତ ପୀଠସ୍ଥଳୀ ଯେଉଁ ଅଛି ଏଠି ଡମଣୀ ପୀଠସ୍ଥଳୀ ଲେଖା ହେଇଛି, କିନ୍ତୁ ଆକ୍ଚୁଆଲି ଡମଣୀ ମାନେ ଏଟା ଅଛି, କିନ୍ତୁ ପରିବର୍ତ୍ତନ କରି ପରେ ଅଛି। ଏଠି ବହୁତ ମାନସିକ ହୁଏ, ବହୁତ ଜିନିଷ ହୁଏ, ବର୍ଷକୁ ବର୍ଷ ମାନେ ଏଇ ସମୟରେ ହିଁ ପୂଜା ହୁଏ। କାହିଁକିନା ଏଇ ସମୟରେ ଏ ଯେଉଁ ମନ୍ଦିରଟି ହୋଇଥିଲା 84 ମସିହା ସମୟରୁ ଆପଣମାନେ ଜାଣିଥିବେ ନ ଜାଣିଥିବେ ତ ମୁଁ କହିଲି ଗୋଟେ ବ୍ଲଗ୍ସଟେ ବନେଇଦେବା। ତ ଡମଣୀ ବୋଲି ସମସ୍ତେ କହୁଛନ୍ତି, କିନ୍ତୁ ଧୀରେ ଧୀରେ ସବୁ ନାଁ ଚେଞ୍ଜ ହେଇଗଲାଣି, କିନ୍ତୁ ଡମଣୀ ମା ବୋଲି ଏଟା ହେଉଛି ସ୍ପଷ୍ଟ। କିନ୍ତୁ ଏଠି ମାନେ ନନା ବି ଲେଖିଦେଲେଣି ଡମଣୀ, କିନ୍ତୁ ବହୁତ ପୁରୁଣା ଲୋକ କହୁଛନ୍ତି ଏଟା ହେଉଛି ଡମଣୀ ମା। ତ ଆପଣମାନେ ଦେଖିପାରୁଛନ୍ତି ଦୀପ ଜାଳୁଛନ୍ତି, ଲାଇନରେ ଅଛନ୍ତି ଦର୍ଶନ କରିବା ପାଇଁ। ତ ଚାଲନ୍ତୁ ଦେଖିବା। ଆମେ ପ୍ରଥମରୁ ଯେଉଁ ଆରମ୍ଭ କରୁଛୁ, ଆପଣ ଜାଣିପାରୁଛନ୍ତି ଯେହେତୁ ଆରମ୍ଭରୁ ଆମେ ଯେଉଁ ଭିଡ଼ ଆପଣମାନେ ଦେଖନ୍ତୁ, ଯେ ଏତେ ଭିଡ଼ ଯେ ପ୍ରତ୍ୟେକ ବର୍ଷ ଆଜ୍ଞା ଭିଡ଼ ଆପଣମାନେ ଦେଖିପାରୁଛନ୍ତି କେତେ ଭିଡ଼। ମାନେ ଇଏ ତ ଭିଡ଼ ମାନେ ମୁଁ କହୁଛି କମ୍, କାହିଁକିନା ଆମେ ବହୁତ ଲାଷ୍ଟ ଆଡ଼କୁ 4ଟା ବେଳକୁ ଆସିଲୁ, ପୁରା ଲଞ୍ଚ ଫଞ୍ଚ କରିକି ଭଲସେ ଆସିଲୁ। ଆପଣମାନେ ଦେଖିପାରୁଛନ୍ତି ଦେଖନ୍ତୁ କେତେ ଭିଡ଼, ମାନେ ଯିବା ଆସିବା ମାନେ ସାଂଘାତିକ ପୁରା ଫେଣ ବାହାରିଯିବ। ଆପଣମାନେ ଦେଖନ୍ତୁ ସେ ଯାହା ବି ହଉ ତ କଷ୍ଟେ ମଷ୍ଟେ ଯାଇକି ପହଞ୍ଚିବାକୁ ପଡ଼ିବ, ଆଉ ମାଆଙ୍କ ଦର୍ଶନ ଆପଣମାନେ କରିବେ। ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ନିହାତି ଅପେକ୍ଷା କରନ୍ତୁ, ଆପଣଙ୍କୁ ମାଆଙ୍କର ଦର୍ଶନ କରିବେ। ଏପଟେ ଦେଖନ୍ତୁ କେତେ ମାନେ ଲାଇନ୍ ଲାଗିଛନ୍ତି, ଏମିତି ବହୁତ ମାନେ ଲମ୍ବା ଲାଇନ୍ ଲାଗିଛନ୍ତି। ତ ଆପଣଙ୍କୁ ଆମେ ଦେଖାଉଛୁ ଅଶୋକ ଭାଇ ଦେଖନ୍ତୁ ଗାଡ଼ି ଧରିକି ଆଗରେ ଯାଉଛନ୍ତି। ତ ଆମେ ଓହ୍ଲେଇ ପଡ଼ିଲୁ, କାହିଁକିନା ଏଠୁ ମାନେ ଦିଲ୍ଲୀପ ଭାଇଙ୍କର ଘର ହେଉଛି ଏଇ ପାଖରେ। ସିଏ ମାନେ ଭୁବନେଶ୍ୱରରେ ରହୁଛନ୍ତି, ତାଙ୍କର ଘର ଅଛି, କିନ୍ତୁ ଏଇଟା ହେଉଛି ଗାଁ। ତ ତାଙ୍କ ଗାଁ ପାଖରେ ତାଙ୍କୁ ଧରିକି ଏକାଥରେ ଆସିଲୁ, ବୁଲିଲୁ, ଏନ୍ଜୟ କରିକି ଯିବୁ। ଏପଟେ ଦୋକାନ ବଜାର ସବୁ କିଛି ପଡ଼ିଛି, ଆଉ ବଡ଼ ଆକାର ମେଳା ହେଉଛି। ଏଠି ଦେଖନ୍ତୁ ମାନେ ବାଇକ୍ ଷ୍ଟାଣ୍ଡ ହେରିକା ଅଛି। ତ ବହୁତ କଷ୍ଟମଷ୍ଟ ଅଶୋକ ଭାଇ ଏଠି ବାଇକ୍ ଷ୍ଟାଣ୍ଡ ରଖା ହେଲା, କାହିଁକିନା ଭିତରକୁ ଆଉ ଗାଡ଼ି ଛାଡ଼ୁନାହାନ୍ତି, ବହୁତ ମାନେ ଭିଡ଼। ଆଉ କାର୍ ତ ପୁରା ଷ୍ଟାର୍ଟିଂରୁ ରହିଯାଉଛି, ତ କାର୍ ପଶୁନି ଭିତରକୁ, କାହିଁକିନା ଆହୁରି ଭିଡ଼ ହେଇଯିବ ବୋଲି। ସକାଳେ ପ୍ରବଳ ଭିଡ଼ ଥିଲା। ଏପଟେ ଦେଖନ୍ତୁ ଗେଟ୍ ଅଛି, ଏଠି ବାଇକ୍ ଫାଇକ୍ ପୁରା ଷ୍ଟାଣ୍ଡ ଅଛି, ଡାହାଣ ପଟେ ଅଛି। ତ ଅଶୋକ ଭାଇ ରଖିକି ଆସିବେ ଏବେ। ଦେଖନ୍ତୁ ମାନେ ପୁରା ବହୁତ ମାନେ ସାଂଘାତିକ ଭିଡ଼ ଦେଖିପାରୁଛନ୍ତି। ଦେଖନ୍ତୁ ମକର ମେଳା ପ୍ରତ୍ୟେକ ବର୍ଷ ଭିଡ଼ ହୁଏ। ଆଉ ଡମଣୀ ଆପଣ ଚୌଦ୍ୱାରରୁ ପଚାରିଦେଲେ ମାନେ ଡମଣୀ ମା କହିଲେ ହେବ, କିନ୍ତୁ ଡମଣୀ ସମସ୍ତେ କହୁଛନ୍ତି। ତ ପାହାଡ଼ ପାଖରେ ବହୁତ ବଢ଼ିଆ ଜାଗାଟି, ଆଉ ଏମିତି ନର୍ମାଲି ବି ବୁଲିବାକୁ ଆଇଲେ ବି ଭଲ ବୁଲିବା ଜାଗା, କିନ୍ତୁ ମେଳା ସମୟରେ ଆଇଲେ ଆଉ ଟିକେ ଭଲ ଲାଗିବ, ଏନ୍ଜୟ କରିବେ ଆପଣମାନେ। ତ ଦେଖିପାରୁଛନ୍ତି କେତେ ଭିଡ଼, କେତେ ଲୋକ ଆଜ୍ଞା ଆସୁଛନ୍ତି ଡମଣୀ ମାଙ୍କର ଦର୍ଶନ କରିବା ପାଇଁ ଆଉ ବୁଲିବା ପାଇଁ। ଯେଉଁ ମକର ମେଳା ଆପଣ ପ୍ରତ୍ୟେକ ବର୍ଷ ମକର ମେଳା ହେଲେ ହିଁ ମାନେ ଏଠି ହୁଏ ପ୍ରବଳ, ମାନେ ଜାଣିପାରୁଛନ୍ତି ଦେଖିପାରୁଛନ୍ତି। ଏଠି ଦେଖନ୍ତୁ କେତେ ଦୋକାନ, ଏଠି ବଇଁଶୀ ଫଇଁଶୀ ସବୁ କିଛି ମାନେ ଖେଳଣା ଫେଳଣା ସବୁ କିଛି ପଡ଼ିଥାଏ, ବେଲୁନ୍ ଫେଲୁନ୍ ଆପଣମାନେ ଦେଖିପାରୁଛନ୍ତି। ମୁଁ ଆପଣଙ୍କୁ ଚାଲି ଚାଲିକି ମାଆଙ୍କ ପାଖକୁ ନେଇକି ଯାଉଛି, ମାଆଙ୍କ ଦର୍ଶନ କରାଇବି। ଏଠି ଦେଖନ୍ତୁ ଗୋଲା ଫୁଲା ସବୁ ପଡ଼ିଛି, ଆପଣମାନେ ଦେଖିପାରୁଛନ୍ତି। ତ ଚାଲନ୍ତୁ ଆଗକୁ ମୁଁ ଆପଣମାନଙ୍କୁ ଦେଖାଉଛି କେତେ ଦୋକାନ, ମାନେ ରାସ୍ତା ସରୁନି। ଆମେ ବାଇକ୍ରେ ଆସିଲା ପରେ ବି ଆହୁରି ବହୁତ ମାନେ ଭିଡ଼, ମାନେ ସାଂଘାତିକ। ଏବେ ତ ମାନେ ଭିଡ଼ କମିଗଲାଣି। ଆପଣମାନେ ଯଦି ସକାଳେ ମାନେ ମୁଁ ଯଦି ଆସିଥାନ୍ତି ତାହେଲେ ଆପଣମାନେ ସେ ଭିଡ଼ ଦେଖିଥାନ୍ତେ। ଆମେ ଭିଡ଼ କମିବା ପରେ ହିଁ ଆସିଛୁ ଜାଣି ଶୁଣିକି। ଏପଟେ ଦେଖନ୍ତୁ ପୁରା ଦୋକାନ ଅଛି, ଆପଣମାନେ ଦେଖନ୍ତୁ ଏତେ ପ୍ରକାର ଦୋକାନ ଆପଣମାନେ ଦେଖୁଛନ୍ତି। ତ ଚାଲନ୍ତୁ ଆମେ ମାଆଙ୍କ ଦର୍ଶନ କରିବା। ମାଆଙ୍କ ପାଖରେ ପହଞ୍ଚିଗଲେଣି। ଏଠି ଦେଖିପାରୁଛନ୍ତି ଡେକୋରେଟ୍ ପୁରା ଇଏ ହେଇଛି, ପୁରା ରେଡ଼ି ହେଇକି ଅଛି। ତ ଏଇଠି ଭିତରକୁ ଯିବା, ତ ମାଆଙ୍କ ପାଖକୁ ପହଞ୍ଚିଯିବା। ଏଠି ମାନେ ଯଜ୍ଞ ଫଜ୍ଞ ବି ହେଉଛି, ମାନେ ବହୁତ ଏଇ ଗାଁ ଲୋକ ଆସୁଛନ୍ତି, ବହୁତ ପାଖାପାଖି ଆଦିବାସୀ ମାନେ ରହୁଛନ୍ତି। ତ ବହୁତ ବଢ଼ିଆ ଜାଗା। ଏମିତି ବି ଫାଙ୍କା ମେଳା ପରେ ମାନେ ଯଦି ବି ମେଳା ନଥିବ ଆସିବେ ବି ଆପଣମାନେ ବୁଲିକି ବି ଯାଇପାରିବେ। ବହୁତ ବଢ଼ିଆ ଜାଗା ଆପଣମାନେ ଦେଖନ୍ତୁ। ମାନେ ଚାଲି ଚାଲି ମୁଁ ଥକିଗଲିଣି। ତ ଲେଫ୍ଟ ସାଇଡ଼୍ରେ ମା ଅଛନ୍ତି, ରାଇଟ୍ ସାଇଡ଼୍ରେ ବି ଯଜ୍ଞ ଭଙ୍ଗ ହୁଏ, ଯଜ୍ଞ ଇଏ ଅଛି। ଏଠି ଦୀପ ଜାଳୁଛନ୍ତି, ବହୁତ ମାନେ ବହୁତ ପ୍ରକାର ମାନେ ଆପଣମାନେ ଦେଖିବେ। ଏଠି ଦେଖନ୍ତୁ ପୁରା ପୀଠ ଭିତରକୁ ବି ମୁଁ ଆପଣମାନଙ୍କୁ ନେଇକି ଦର୍ଶନ କରାଇବି, ମାଆଙ୍କ ଦର୍ଶନ କରାଇବି। ନିହାତି ଭିଡ଼ିଓକୁ ଶେଷ ଯାଏଁ ମାନେ ୱେଟ୍ କରନ୍ତୁ, ମାଆଙ୍କ ଦର୍ଶନ କରିବେ, ମାଆଙ୍କୁ ଦର୍ଶନ କରାଇବି ଆପଣମାନଙ୍କୁ। ତ ଚାଲନ୍ତୁ ଆମେ ଏପଟେ ଦେଖନ୍ତୁ ପିଲାମାନେ ଯେଉଁ ଖେଳୁଛନ୍ତି, ପିଲାଙ୍କର ଖେଳ ବି ଦେଖାଉଛି। ଏଠି ଦେଖନ୍ତୁ ପିଲାମାନେ ଖେଳୁଛନ୍ତି, ସବୁକିଛି ପଡ଼ିଛି। ଆଉ ଗୋଟିଏ ଦିନ ହିଁ ହୁଏ, ଆଉ ବହୁତ ଭିଡ଼ ହୁଏ। ଆଉ ସନ୍ଧ୍ୟା ହେଇଗଲା ମାନେ ପୋଲିସ ମାନେ ଗୋଡ଼ାନ୍ତି, କାହିଁକିନା ଯେହେତୁ ଏ ଜାଗାଟା ଜଙ୍ଗଲ ଏରିଆ ପୁରା। ଏଠି ଭାଲୁ ଫାଲୁ ସବୁ ବି ଆସନ୍ତି, ହାତୀ ଆସନ୍ତି।
तो ये भिड़ पर हाथी तो डरिकी आसबेनि तो ये देखिपुंट चलतु आगू को देखा कमी डैम जो जगह अच्छी एपटे दहीबरा फहीबरा सब तो माने बिक्री होपरू देखूँ यहाँ हूँ माने गोटे टूरिस्ट प्लेस जोटा कि समस्त बुलिया को भी एमती नॉर्मली आसती तो ये जगहटा देखिपुंट भिड़ माने सांघातिक भिड़ आपण मैंने देखूँ आर जो पूर्व भी मुझे गोटे आर वीडियो भी अलरेडी छाड़ी देखिए फांका समय केते भिड़ थाए आबे तो आहरी भिड़ माने मु तो 4-5टा आसी देखे दूसरी आपण देखूँ भिड़ माने तल लाइन अमक कि पहाड़ विराट बड़ा ये गीत भीत बहुत फिल्म भी शूटिंग होती आपण मैंने देखी निहाती तो ये जगहटा बहुत बढ़िया जगह आज्ञा आपण मैंने मैं केवे भी आसिक ये बुलिकी जातु बहुत भल लगे माइंड फ्रेश लगे चौद्वारू मात्र 10-12 किलोमीटर आपण मैंने देखूँ मुझी आउ मो सांगरे दिलीप भाई और अशोक भाई अच्छा तो गोटे मजा आउ सेल्फी नहीं कि गोटे वीडियो ओ माने पिला लगुच जमती माने एबे 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 जन्म होती जमा बयस होनी आउपटे तो अशोक भाई आ दिलीप भाई तांकर तो चलतु सी तो तांकर बयस केबे भी बढ़िबनी तो पूरा यंग देखि पार्छन चाली स्टाइल तो जहाँ भी हो बयस तो गोटे नंबर तो जहाँ भी हो देखि पार्छन देखूँ चंगा एबे मंदिर को दर्शन करवा बुलाबुली तो जहाँ है भिड़ टी कमी जाइए मंदिर भितर को चलूँ मुझे जाऊँ भितर को मंदिर दर्शन केमती करेंगे माँ डमणी माँ दर्शन करेंगे निहाती चलतु एपट तो यज्ञ भोग्य हो बुले तो एगुड़ा सब देखली आपण तो चलतु आम ए भितर को जीवा माँ को दर्शन करवा तो चप्पल फपल बाहर रखिकी भितर को आम बाहर देखिपुर देखु माँ वन दुर्गा एपटे सेपट हूँ डमणी तो सेपट को आम जावा एवं सेपट तो वन दुर्गा दर्शन करेंगे कि माँ डमणी जो माने ये हूँ ये देखो दीप जालुंट माने सेठी तो दीप जालुंट एठी भी दीप जालुंट देखिपुंट आप देखो लाइन लगी आउ माने जब दिन आसते आहरी भिड़ होता देखिपुंट अशोक भाई फोटो उठाऊँ आपण मैंने देखो आपन को जूम करके देखे माँ को दर्शन करेंगे निहाती तो भिड़ प्रबल मु छिड़ा ही देखिपुंट देखो आपण मानक कौन करी बहुत भिड़ मु छिड़ा ही आगू को जापरूनी तो आपण मानक देखो तो निहाती टिके वेट करूँ माँ को दर्शन करेंगे मु भी दर्शन करी पादुक पाइबी तो निहाती आपन को गोटा हाथ में मोबाइल धरिकी बहुत कष्ट एत भिड़े आपण मानक देखापी तो निहाती माँ को दर्शन समस्ते करवा दरकार आ केबे भी बुलिकी आसतु फांका समय भी माँ को दर्शन पाइपर आराम रे तो आसतु मेला समय मकर मेला देखो माँ को दर्शन भलसे देखूँ आपन को जूम करके देखु माँ देखु देखु हाँ बास देखो माँ को दर्शन करंतु माँ लो माँ दर्शन करले माँ को दर्शन करंतु आपण माने निहाती माँ को दर्शन करंतु भलसे ए माँ को दर्शन सरीला तो ये मुझे आसिली आसिले यही जो देखुं जड़े बापा छुआ को कांधरे ये भी छोट बड़े भी बहुत भल आठी जो कहानी टी अच्छी देखिपुंट ये गछ मूले जो पत्रिका डाल जो पड़ी कहीं पड़ी ये गोटे पुराना कहानी अच्छी आठी जो पत्थर देखुं ये हूँ बासुले ना कौन कहते जोटा कि ये पकई देके जाती जोटा कि जंगल भितर जो मैंने जाती तो गोटे कौन परंपरा अच्छी और समस्ते ये पकाउं आपण मैंने देखिपुंट ये देखूँ दीटा गछ अच्छी पाखापाखि मैं जोटा कि जमी दी भाई कि कौन एमती गोटे कौन कहानी अच्छी मुझे जेहेतु जानी भलसे किंतु मुझे शुणी यही जो दीटा गछ को नहीं कहानी अच्छी आ गछ मूले समस्ते डाल पकईकि माने जाते जंगल भितर को तो ये गोटे बहुत माने अलग टाइप रो कहानी से विषय गोटे नुआ वीडियो निहाती करी मु थकी गली मुह पूरा सुखी गला देखो पूरा शेष है बुलाबुली करके देखिपुंट भिड़ ए कमिला ए बंद है तो जाऊँ आम अशोकाई दिल्ली भाईना जाऊँ चलू फेरिलु ए तो चलते आम फेरवा तो भिडियो भल लगे मोर आशा और विश्वास रही नमस्कार जय जगन्नाथ।